ଚିତ୍ରକରଙ୍କର ଅନ୍ତିମ ସ୍ପର୍ଶ ଅପେକ୍ଷାରେ ପଟି ଦିଅ। ପବିତ୍ର ସ୍ନାନ ଯାତ୍ରା ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାପନ କରିବେ। ଅନବସରରେ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିନପାରି ପଟିଦିଅଙ୍କୁ ପ୍ରତ୍ୟେକ ଦର୍ଶନ କରିବାର ପରମ୍ପରା ରହିଛି। ଏଥିପାଇଁ ଚିତ୍ରକାର ସେବକଙ୍କର ଅନ୍ତିମ ସ୍ପର୍ଶ ଅପେକ୍ଷାରେ ରହିଛି ପଟିଦିଅ ପ୍ରସ୍ତୁତି। ଅନବସର ସମୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ମା ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀଙ୍କର ପଟିଦିଅ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ସମୟରେ ଦୈତାପତି ସେବକମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ଆୟୁର୍ବେଦିକ ଉପଚାର ସହ ଗୁପ୍ତ ସେବା ସମାପନ କରିଥାନ୍ତି। ସ୍ନାନଯାତ୍ରା ଦିନ ଶ୍ରୀବିଗ୍ରହମାନେ ବାହୁଡ଼ା ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବା ପରେ ଶ୍ରୀମନ୍ଦିରରୁ ଘଣ୍ଟ, ଛତା, କାହାଳି ବାଜି ଏକ ପଟୁଆର ଚିତ୍ରକର ସେବକଙ୍କ ଘରକୁ ଯାଇଥାଏ। ସେଠାରେ ଚିତ୍ରକର ପରିବାର ମହିଳାମାନେ ପଟିଦିଅଙ୍କୁ ବନ୍ଦାପନା କରିବା ପରେ ଶ୍ରୀମନ୍ଦିରକୁ ବିଜେ କରିଥାନ୍ତି। ଶୀତଳ ଷଷ୍ଠୀ ଦିନ ପନ୍ତି ଭୋଗ ସରିବା ପରେ ଚିତ୍ରକର ସେବକମାନେ ବିଧି ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରୁକ୍ମିଣୀ ହରଣ ଏକାଦଶୀ ଠାରୁ ପଟିରେ ରଙ୍ଗ ଦେଇ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ହେଙ୍ଗୁଳ, ହରିତାଳ, ଶଙ୍ଖ, ଦୀପକଳା, ଖଣ୍ଡନେଳି, ପଟା, ଗେରୁ, କଇଁଥ ଅଠା ଆଦି ପାରମ୍ପରିକ ରଙ୍ଗ ପଟିଦିଅଙ୍କ ଚିତ୍ରରେ ବ୍ୟବହାର କରାଯାଇଥାଏ। ପ୍ରଥମେ ନୂଆ କନାରେ ଅଠା ଖଡ଼ି ପ୍ରଲେପନ ଦେଇ ଘଷା ପଥର ଦ୍ୱାରା ଘଷି ଘଷି ଚିକ୍କଣ କରିବା ସହ ପଟି ପ୍ରସ୍ତୁତ କରିଥାନ୍ତି। ପଟିକୁ ଆଙ୍କିବା ପାଇଁ ଗେରୁ ରଙ୍ଗ ଟିପଣା କରାଯାଏ। ପଟ ପ୍ରସ୍ତୁତି ପରେ ଉକ୍ତ ପଟିରେ ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଓ ଭୁବନେଶ୍ୱରୀଙ୍କର ପ୍ରତିକୃତି ଅଙ୍କନ କରାଯାଇଥାଏ। ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ନିକଟରେ ଖଟ ଉପରେ ମଦନ ମୋହନ, ରାମକୃଷ୍ଣ, ଶ୍ରୀଦେବୀ, ଭୂଦେବୀ, ମାଧବ ଓ ଶ୍ରୀ ନୃସିଂହଙ୍କ ସହ ପଟିଦିଅଙ୍କୁ ପୂଜା କରାଯାଇଥାଏ। ପଣାପ୍ରିୟା ସାହିର ଚିତ୍ରକର ସେବକ ମହାପ୍ରଭୁଙ୍କର ଅନନ୍ତ ନାରାୟଣ ପଟ୍ଟଚିତ୍ର ନିର୍ମାଣ କରୁଛନ୍ତି। ଶ୍ରୀ ବଳଭଦ୍ରଙ୍କର ଅନନ୍ତ ବାସୁଦେବ ଓ ମା ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜିତ ହେବାକୁ ଥିବା ମା ଭୁବନେଶ୍ୱରୀ ପଟ୍ଟଚିତ୍ରକୁ ଚିତ୍ରକର ସାହିର ସେବକମାନେ ପ୍ରସ୍ତୁତ କରୁଛନ୍ତି। ଶୀତଳଷଷ୍ଠୀ ଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ସପରିବାର ହବିଷାନ୍ନ ଖାଇ ଶୁଦ୍ଧପୂତ ଭାବେ ଚିତ୍ରକର ସେବକ ପଟିଦିଅ ପ୍ରସ୍ତୁତିର ନିଜକୁ ନିୟୋଜିତ କରିଛନ୍ତି। ବୁଧବାର ସ୍ନାନଯାତ୍ରା ପାଇଁ ଏବେ ଚିତ୍ରକର ସେବକମାନେ ପଟିଦିଅ ନିର୍ମାଣ କାର୍ଯ୍ୟରେ ନିମଗ୍ନ ରହୁଥିବା ଦେଖାଯାଇଛି।